ମୁକ୍ତିଙ୍କୁ ଯେତେବେଳେ ଧନଶ୍ରୀ ଆଉ ନାତାଶା ଆଉ ଶାଲିନୀ ଆଉ ଜୟଦେବ ପାହାଡ଼ ତଳୁ ଠେଲିକି ମାରିଦେଲେ, ସେଇ ଟାଇମ୍ରେ ଆଦି ସେ ଜାଗାରେ ଆସିକି ପହଞ୍ଚି ଯାଉଛନ୍ତି। ଆଉ ଆଦି କହୁଛନ୍ତି ମୁକ୍ତି ମୁକ୍ତି। ସେଇ ଟାଇମ୍ରେ ଧନଶ୍ରୀ ଆଉ ନାତାଶା ଦୁଇଜଣ ଯାଇକି ଆଦିଙ୍କୁ ଅଟକେଇ ଦେଉଛନ୍ତି। ନାତାଶା କହୁଛନ୍ତି ଏଡି ଏଡି ରହିଯାଅ ଏଡି। ସେଇ ଟାଇମ୍ରେ ନାତାଶାକୁ ଆଦି ପଚାରୁଛନ୍ତି ନାତାଶା ମୁକ୍ତି କେଉଁଠି ଅଛନ୍ତି? ସେଇ ଟାଇମ୍ରେ ନାତାଶା ଆଦିଙ୍କୁ କହୁଛନ୍ତି ଜିଜୁ ତମେ ଆସିବାର ବହୁତ ଲେଟ୍ କରିଦେଲ। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ଆଦି ଆଦି ବାବା ରେ ତୋର ବହୁତ ଜଲ୍ଦି ଟିକେ ଆସିବାର ଥିଲା ରେ, ଆଉ ଟିକେ ଆଗରୁ ଆସିବାର ଥିଲା। ମୁଁ କ'ଣ କରିବି ମୁଁ କିଛି ବି ବୁଝିପାରିଲିନି। ସେଥିପାଇଁ ଏ ଦୁଇ ଜଣଙ୍କୁ ମୁଁ ହେଲ୍ପ କରିବାକୁ ଡାକିଦେଲି। ଜିଜୁ ମାହିର ପାଦ ଖସିଗଲା, ସେ ପାହାଡ଼ ତଳୁ ପଡ଼ିକି ମରିଗଲା। ନାତାଶା ଆଦିଙ୍କୁ ଏମିତି କହୁଛନ୍ତି। ଏ କଥା ଆଦି ଶୁଣିକି ଆଦିଙ୍କୁ ଗୋଟେ ବହୁତ ବଡ଼ ଝଟକା ଲାଗୁଛି। ତାପରେ ଆଦି କହୁଛନ୍ତି ନାଇଁ ନାଇଁ ଏମିତି ହେଇପାରିବନି। ମୁକ୍ତି ଏମିତି କହିକି ଯେତେବେଳେ ସିଏ ବି ଡେଇଁ ପଡ଼ିବାକୁ ଯାଉଥିଲେ ପାହାଡ଼ ତଳକୁ, ସେଇ ଟାଇମ୍ରେ ଧନଶ୍ରୀ ଆଉ ନାତାଶା ଆଦିଙ୍କୁ ଧରି ପକାଉଛନ୍ତି। ସେଇ ଟାଇମ୍ରେ ନାତାଶା କହୁଛନ୍ତି ଏଡି ରହିଯାଅ ଏଡି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ରହିଯା ଆଦି ରହିଯା। ସେଇ ଟାଇମ୍ରେ ଆଦି କହୁଛନ୍ତି ମୋତେ ଛାଡ଼ ମୁଁ ମୋ ମୁକ୍ତିଙ୍କ ପାଖକୁ ଯିବି। ମୁକ୍ତି ମୁକ୍ତି ଏମିତି କହିକି ଆଦି ବହୁତ କଷ୍ଟ ପାଉଛନ୍ତି ଆଉ ବହୁତ କାନ୍ଦୁଛନ୍ତି। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ଆଦି ଆମେ ନା ବହୁତ ଚେଷ୍ଟା କଲୁ, ହେଲେ ଆମେ କ'ଣ କରିବୁ, ସିଏ ତଳକୁ ଖସିଗଲା। ଆଉ ଆଦି ମୁକ୍ତି ଆମର ଆଖି ସାମ୍ନାରେ ମରିଗଲା। ସେଇ ଟାଇମ୍ରେ ଆଦି କହୁଛନ୍ତି ଛାଡ଼ ମୋତେ, ମୁଁ ମୋ ମୁକ୍ତିଙ୍କୁ ଯାଇକି ନେଇକି ଆସିବି। ଛାଡ଼ିଦିଅ ମୋତେ ତମେମାନେ। ସେଇ ଟାଇମ୍ରେ ଶାଲିନୀ ସେ ଜାଗାକୁ ଦୌଡ଼ିକି ଆସୁଛନ୍ତି। ରାଗିଣୀ ଆସିକି ସେ ଜାଗାରେ ପହଞ୍ଚି ଯାଉଛନ୍ତି। ଆଉ ରାଗିଣୀ ଏ କଥା ଶୁଣିକି ବହୁତ ଝଟକା ଖାଉଛନ୍ତି। ଆଉ ସେ ଦୌଡ଼ିକି ଆସୁଛନ୍ତି। ସେଇ ଟାଇମ୍ରେ ନାତାଶା ଯାଇକି ରାଗିଣୀକୁ କୁଣ୍ଢେଇ ପକାଉଛନ୍ତି ଆଉ କହୁଛନ୍ତି ଦିଦି ଆଉ ଆମ ମାହି ନାହିଁ, ସିଏ ଆମ ସମସ୍ତଙ୍କୁ ଛାଡ଼ିକି ଚାଲିଗଲା। ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା ଦିଦି। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ମୁକ୍ତି ସତରେ ମରିଯାଇଛନ୍ତି, ନା ସେ ବଞ୍ଚିକି ପୁଣି ଆଉ ଥରେ ତାଙ୍କ ପ୍ରତିଶୋଧ ନେବାକୁ ଆସିବେ? ସେ ଯେଉଁମାନେ ତାଙ୍କୁ ବହୁତ କଷ୍ଟ ଦେଇକି ମାରିଛନ୍ତି ସେମାନଙ୍କ ଦେହରୁ ମୁକ୍ତି ପ୍ରତିଶୋଧ ନେବାକୁ ପୁଣି ଥରେ ଫେରିକି ଆସିବେ ଆଉ ଏକ ନୂଆ ରୂପରେ। ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ।